ପକୁଡ଼ି ଖାଇବ ଭୋକ ଲାଗୁଛି ସାଇ ତତେ ତୁ କ'ଣ ଲେଖୁଛୁ କି ଇ କହିଲେ ଗୋଟେ କାଲିର ଆପଣମାନଙ୍କ ଷ୍ଟୋରିଟି କହୁଛି କାଲି ଆକ୍ଚୁଆଲି ନେଇକି ଆସିଲେ ଆମ ମହାରାଜା ସିଙ୍ଗଡ଼ା ହେଲେ ସିଙ୍ଗଡ଼ା ମୋ ଦୃଷ୍ଟିକୁ ବେଶୀ ପସନ୍ଦ ହେଲେ କ'ଣ ହେଲା ତିନିଟା ନେଇକି ଆସିଥିଲେ ତିନିଟା ଆଳୁ ବଣ୍ଡା ତିନିଟା ସିଙ୍ଗଡ଼ାରୁ ମୁଁ କ'ଣ କଲି ଗୋଟେ ସିଙ୍ଗଡ଼ା ମୁଁ ଖାଇଦେଲି ସାଇ ଗୋଟେ ଖାଇଦେଲା ଆଉ ଦୁଷ୍ଟୁ ଗୋଟେ ଖାଇଲା ଦୁଷ୍ଟୁକୁ ବେଶୀ ପସନ୍ଦ ମାନେ ମୋ ଝିଅକୁ ତାକୁ ଆଉ ଅଣ୍ଟିଲାନି ମୋତେ ଆଳୁ ବଣ୍ଡା କେବେ ହେଲେ ଏତେ ପସନ୍ଦ ନାହିଁ ହେଲେ ଆଳୁ ବଣ୍ଡା ମୁଁ ଖାଇଲିନି ସେ ହିଁ ସବୁ ଖାଇଲା ତ ସେ ପୁରା ବିରକ୍ତ ହେଇଗଲା ମୁଁ ଆଳୁ ମାନେ ସିଙ୍ଗଡ଼ା ଖାଇଥାନ୍ତି ତମମାନେ ସବୁ ଖାଇଦେଲ କହିକି ତ ଏବେ କ'ଣ ହେଲା ତ କାଲିର ଯେଉଁ ତାଙ୍କେ ବାଡ଼ାବାଡ଼ି ହେଇଥିଲେ ଭାଇ ଭଉଣୀ ସୋ ସେଥିଲାଗି ଏବେ ଦେଖିଲେ ସନ୍ଧ୍ୟାବେଳ ହେଇଲାଣି ଆଜି ହେଲେ ତ ଭୋକ ହେଲାଣି କହିଲେ ବୋଲି କ'ଣ କରିକି କହିଲି ମୁଁ ଏଠି ଦେଖନ୍ତୁ ମୁଁ ଆଳୁ 4ଟା ସିଝେଇକି ରଖିଦେଇଥିଲି ସନ୍ଧ୍ୟାବେଳେ ମାନେ ଖେଳିବାକୁ ଗଲାବେଳେ ଦେଖିବା କ'ଣ ଭୋକ ହେଲେ ବନେଇବି କହିକି ହେଲେ ମୁଁ ଆପଣମାନଙ୍କ ଷ୍ଟୋରିଟା ସେଥିପାଇଁ କାଲିର କଥାର ଷ୍ଟୋରିଟା କହୁଛି ମୁଁ କହିଲି ଚାଲ କାଲି ଯେଉଁ ଝଗଡ଼ା ଲାଗିଥିଲେ ଆଜି ଗୋଟେ ଟୁଇଷ୍ଟ କରିଦେବା ସିଙ୍ଗଡ଼ା ଏକା ବନେଇବା ମାତ୍ର ସିଙ୍ଗଡ଼ା ନୁହଁ ଏଇଟା ଆମେ ଚକୋଲେଟ୍ ସିଙ୍ଗଡ଼ା ବନେଇବା ଚକୋଲେଟ୍ ସିଙ୍ଗଡ଼ାଟା କେମିତି ବନେଇବା ଚାଲନ୍ତୁ ଦେଖାଉଛି ଏବେ ବୋଲେ ଦେଖନ୍ତୁ କଢ଼େଇରେ ନେଲେ ତେଲ ଗରମ ହେଲା ପରେ ଜିରା ଫ୍ରାଏ କରିଦେବା ତାପରେ ପିଆଜ ଗୋଟେ ସେସବୁ ଭଲ ଭାଜିଦେବା ତାପରେ ଅଦା ରସୁଣ ପେଷ୍ଟ ଟିକେ ପକାଇଦେବା ଏଥିରେ ଲଙ୍କା ପାଉଡ଼ର ହଳଦୀ ପାଉଡ଼ର ତାପରେ ଗରମ ମସଲା ତାପରେ ଜିରା ପାଉଡ଼ର ଧନିଆ ପାଉଡ଼ର ବାସ୍ ଏତିକି ତାପରେ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେବା କାହିଁକିନା ଲୁଣ ଟିକେ କମ୍ ହେଇଯାଇଥିଲା ତ ପୁଣି ଥରେ ଲୁଣ ଦେଇକି ବାସ୍ କଷିଦେବା ଭଲ ହେଇକି ତ ଏଇଠି ଦେଖିପାରୁଥିବେ ତାପରେ ସେତିକି ଆମେ ଥଣ୍ଡା ହେବା ପାଇଁ ଷ୍ଟଫିଂଟା ରଖିଦେବା ଏପଟେ ଯେମିତି ଦେଖିଲେ ମୁଁ ଗହମ ଚୁନାରେ ବନାଉଛି ହେଲା ଆମର ହେଲ୍ଦି ଜିନିଷରେ ତ ଯେମିତି ଦେଖିଲେ ଜୁଆଣି ତାପରେ ସେଥିରେ ମୁଁ ପକାଇଥିଲି ମାନେ ଅଜୱାଇନ୍ ତାପରେ କଳା ଜିରା କସ୍ତୁରୀ ମେଥି ଲୁଣ ତେଲ ଏସବୁ ପକାଇକି ଭଲ ଭାବେ ଚକୁଡ଼ିକିରି ଅଧଘଣ୍ଟାଟେ ରେଷ୍ଟ କରିବାକୁ ଦେଇଦେଇଥିଲି ବା ସେ ଯେଉଁ ଷ୍ଟଫିଂଟା ବନେଇଥିଲେ ଛୋଟିଆ ଗୋଲ ନେବା ତାପରେ ଯେମିତି ରୁଟି ପୁରୀ ପାଇଁ ବେଲନ୍ତି ସେମିତି ବେଲିଦେବା ତାପରେ ଭିତରେ ଷ୍ଟଫିଂ ଦେଇଦେବା ଏମିତି ଦୁଇ ସାଇଡ଼୍ ଯାକ ଟୁଇଷ୍ଟ କରିଦେବା କହିଲେ ଯେମିତି ଚକୋଲେଟ୍ ଏଳିଆ ଦେଖାଯିବ ତାପରେ ଟିକେ ଚକୋଲେଟ୍ ଏଳିଆ ସେ ଯେଉଁ ତା'ର ସେପ୍ ଦେଖାଯିବ କହିକି ଆମର କଣ୍ଟା ଚାମଚରେ ମାନେ ଆମର ଫୋକ୍ ହେଲ୍ପରେ ମୁଁ କ'ଣ କଲି ଦୁଇ ସାଇଡ଼୍ ଯାକ ଦବେଇ ଦେଲି କହିଲି ସେ ଚକୋଲେଟ୍ର ସେପ୍ ଦେଖାଯିବ ଯେମିତି କ'ଣ ଲାଗିଥିଲା ବୋଲେ କେରକେରା ଖାଇଥିଲା ଏ ଚକୋଲେଟ୍ ସିଙ୍ଗଡ଼ାଟା ପିଲାମାନେ ତ ଖାଇକିରି ସତରେ ଖୁସି ମୁଁ ଆପଣଙ୍କୁ ଅନେଷ୍ଟ କହିବି ଯଦି ଦୁଇ ଜଣ ଯାକ ବହୁତ ଖୁସି ହେଲେ ଆହୁରି ମୋତେ କହୁଛନ୍ତି ଆଉ ଥରେ ବନେଇବ କାଲିକି ହେଲା ବୋଲେ ହଁ ମୋର ଆଉ କାମ ନାହିଁ ଡେଲି ତୁମମାନଙ୍କୁ ଖାଲି ଏକା ବନେଇ ଦେଉଛି ଆଉ ହଉ ବାକି ଆପଣ ହେଲେ ପିଲାମାନଙ୍କୁ ଏମିତି ବନେଇ ଦିଅନ୍ତୁ ବଡ଼ ଲୋକ ହେଲେ ଖାଇପାରିବେ ବଡ଼ ଲୋକଙ୍କ ପାଇଁ ଟିକେ ରାଗ ଟିକେ ଅଧିକ ବନେଇଲେ ଆଉ ଟିକେ ଭଲ ଲାଗିବ ଟମାଟୋ କେଚପ୍ ସହିତ ପୁରା କେରକେରା ଲାଗୁଥିଲା ଦୁଇ ଜଣ ଯାକ କ'ଣ ଆମେ 3 ଜଣ ଯାକ ମା ପିଲା ପୁରା ଦାବିକି ଖାଇଥିଲୁ ଏମାନେ ଦେଖୁଛନ୍ତି ଖାଉଛନ୍ତି ବସିକି ବାକି ଆପଣମାନଙ୍କ ପାଟିରୁ ଲାଳ ଆସିଲା ନା ଯଦି ଆଜିର ଭିଡ଼ିଓ ଯଦି ଭଲ ଲାଗିଛି ଏଇ ଚକୋଲେଟ୍ ସିଙ୍ଗଡ଼ା ରେସିପି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ଆଉ ଫଲୋ ମଧ୍ୟ କରିକି ଯିବେ।